କାଲି ମୋର ସଜବାଜର କାରଣ କ'ଣ ଥିଲା ଆଉ ଆଜି ସକାଳୁ ମୁଁ କାହିଁକି ଏତେ ସଜବାଜ ହେଇଛି ଜାଣିବା ପାଇଁ ଭିଡ଼ିଓଟି ଲାଷ୍ଟ ଯାଏଁ ଦେଖନ୍ତୁ। ଟାଇମ୍ ତ ଦେଖିପାରୁଥିବେ 12:15 ହେଇଛି। ମୁଁ ଟିକେ ଜଲ୍ଦି ଖାଇକି ଶୋଇପଡ଼ିଥିଲି। 12ଟାରେ ଉଠିକି ଗାଧେଇ ପାଧେଇକି ହଳଦୀ ଅଳତା ଲଗେଇକି ରେଡ଼ି ହେଇଯାଇଥିଲି ଯିବା ପାଇଁ। ଯେହେତୁ ଗାଁ ଶିବ ମନ୍ଦିର ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱରଙ୍କ ଠାରେ ଯଜ୍ଞ ଅନୁଷ୍ଠିତ ହେବାକୁ ଯାଉଛି, ଆମେ ବାହାରିଥିଲୁ କଳସ ଯାତ୍ରାରେ। ରାତି 1 ବଜେରୁ ଗାଡ଼ିରେ ବାହାରି ପଡ଼ିଥିଲୁ ହୁଳହୁଳି ଦେଇ ବାବାଙ୍କ ପାଇଁ କଳସ ଉଠାଇବା ପାଇଁ। କିଛି ସମୟ ମଧ୍ୟରେ ପହଞ୍ଚି ଯାଇଥିଲୁ ଖଲିକୋଟ ନିର୍ମଳଝର ଠାରେ। କାହିଁକି ନା ଆମକୁ ନିର୍ମଳଝରରୁ ହିଁ ପାଣି ଉଠାଇବାର ଥିଲା। ମୁଁ ତ କେବେ ବି ଭାବିନଥିଲି ଯେ ମୋତେ ଏମିତି ସୌଭାଗ୍ୟ ମିଳିବ ବାବା ନୀଳକଣ୍ଠେଶ୍ୱରଙ୍କର କଳସ ଉଠାଇବା ପାଇଁ। ମୁଁ ଆଗରୁ ପ୍ଲାନିଂ କରିନଥିଲି ବାବାଙ୍କ କଳସ ଉଠାଇବା ପାଇଁ କି ମୁଁ କଳସ ଉଠାଇବା ପାଇଁ ଗାଁକୁ ଆସିନଥିଲି। ମୁଁ ଗାଁକୁ କାହିଁକି ଆସିଥିଲି ସେଇଟା ତ ପାଇଁ ହେଲେ ମୁଁ ଆଗରୁ ଭିଡ଼ିଓ ଅପଲୋଡ଼ କରିଦେଇଛି। କିନ୍ତୁ 2 ଦିନ ପାଇଁ ମାଆ ଘରକୁ ବୁଲିବା ପାଇଁ ଆସିଥିଲି ବୋଲି ବାବାଙ୍କ ଡାକରା ପଳେଇ ଆସିଲା କଳସ ଉଠାଇବା ପାଇଁ। ଆଉ ଏମିତି ସୌଭାଗ୍ୟ ପାଇ ମୁଁ ନିଜକୁ ତ ଧନ୍ୟ ଭାବୁଛି। ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିରରେ 12 ବର୍ଷକୁ ଥରେ ଯଜ୍ଞ ଅନୁଷ୍ଠିତ ହୁଏ। 12 ବର୍ଷ ପରେ ପୁଣି ଆଜି ସେଇ ଶୁଭ ଦିନ ପଳେଇ ଆସିଛି। ଯାହା ବି ହଉ, କଳସ ଉଠାଇବା ପାଇଁ ଆମେ ତ ଫାଇନାଲି ମନ୍ଦିରରେ ପହଞ୍ଚି ସାରିଲୁଣୁ। କୌଣସି କାରଣ ପାଇଁ ହେଲେ ଆମକୁ 3 ଘଣ୍ଟା ପ୍ରାୟତଃ ଅପେକ୍ଷା କରିବାକୁ ପଡ଼ିଥିଲା ମନ୍ଦିରରେ। ରାତି ଅନିଦ୍ରା ହେଇ ସମସ୍ତେ ଆସିଥିବାରୁ 3 ଘଣ୍ଟା ଅପେକ୍ଷାଟା ବେଶୀ ଭାରି ପଡ଼ିଯାଇଥିଲା। ଆଉ ସମସ୍ତେ ଯିଏ ଯାର ରାସ୍ତାରେ ଟିକେ ଟିକେ ସବୁ ରେଷ୍ଟ କରିଦେଇଥିଲେ। ଫାଇନାଲି କଳସ ଉଠାଇବା କାର୍ଯ୍ୟ ସମାପନ ହୋଇଯାଇଥିଲା। ଆମେ କଳସ ଉଠାଇ ବାହାରି ପଡ଼ିଥିଲୁ ଯାତ୍ରାରେ। ଯିଏ କେବେ 100 ମିଟର ଚାଲିବା ପାଇଁ ହେଲେ ସକ୍ଷମ ନଥିଲା, ଏବେ 13 କିଲୋମିଟର ସେ ଚାଲି ଚାଲି ଯିବ। କ'ଣ ହେବ ମୋ ଅବସ୍ଥା ଆପଣମାନେ ତ ଭାବି ପାରୁଥିବେ। ଦେଖାଯାଉ କ'ଣ ହେଉଛି, ବାବା ନୀଳକଣ୍ଠେଶ୍ୱର କ'ଣ କରୁଛନ୍ତି ମୋ ପ୍ରତି, ତାଙ୍କର କୃପା କ'ଣ। ଏଇଟା ଥିଲା ଗାଁରେ ପହଞ୍ଚିବାର ଲୁକ୍ଟା। ମନ୍ଦିର ପାଖର ଭିଡ଼ିଓଟା ଯଦି କାହା ପାଖରେ ଥାଏ, ମୁଁ ମିଳେ ଯଦି ମୁଁ ପୋଷ୍ଟ କରିବି। ମୋ ମୋବାଇଲରେ ତ ମୁଁ ସୁଟ୍ କରିନଥିଲି।